गाँ शेष मुंडे तू बसी अछु ना तोर ग्राम देवती विपदे आपदे घंट घोड़ाई रखु सदा सुखे रही थांती तते आश्रा करी तो ग्रामवासी। आपण माने देखुछंती विलेज विजन टीवी मो गाँ सब मो गाँ का भारी सुंदर श्री परमात्मने नमः। श्रीमद्भगवत गीता अथ अष्टमोऽध्यायः अक्षर ब्रह्मयोग। अर्जुन उवाच किं तत् ब्रह्म किमध्यात्मं किं कर्म पुरुषोत्तम अधिभूतं च किं प्रोक्तमधिदैवं किमुच्यते। अर्जुन कहिले, हे पुरुषोत्तम, सेही ब्रह्म कौन, अध्यात्म कौन, कर्म कौन एवं अधिभूत काहाकु कुहा जाइछि, अधिदैव काहाकु कहन्ति। अधियज्ञः कथं को अत्र देहे अस्मिन् मधुसूदन प्रयाण काले च कथं ज्ञेयो असि नियतात्मभिः। हे मधुसूदन, एठारे अधियज्ञ किए एवं से एही शरीर रे किपरि अछंती तथा युक्तचित पुरुषंक द्वारा मरण काल रे आपण किपरि जानि हुअन्ति। श्री भगवानुवाच ओम अक्षरं ब्रह्म परमं स्वभाव अध्यात्ममुच्यते भूतो भावो भवकरो विसर्गः कर्म संगीतः। श्री भगवान कहिले, परम अक्षर हेउछि ब्रह्म। स्वभाव बा निजर स्वरूप अर्थात जीवात्मा को अध्यात्म बोला जाए तथा प्राणी मानक भाव उत्पन्न करुथिबा विसर्ग अर्थात त्याग ही कर्म बोली कथित हुए। आधिभूतं क्षरो भावः पुरुषश्चाधिदैवतम् आधिजज्ञो अहमेवात्र देहे देह भृतांबर। उत्पत्ति विनाशशील समस्त पदार्थ हेउछि अधिभूत, हिरण्यमय पुरुष हेउछन्ति अधिदैव। हे नरश्रेष्ठ अर्जुन, एही शरीर रे मु वासुदेव ही अंतर्यामी रूपरे अधियज्ञ अटे। अंतकाले च मामेव स्मरन् मुक्त्वा कळेबरं जाह प्रयाति समभावं जाति नास्त्यत्र संशयः। जेउ मनुष्य अंततः अंतकाल रे हेले भी मोते ही स्मरण करी करी देहत्याग करंती से मोर साक्षात स्वरूप पाई जानती, एथिरे तिळे मात्र संदेह नाही। जं जं वापि स्मरन् भावं त्यजन्ते कळेबरं तं तमेवैति कौन्तेय सदा तभाव भावितः। हे कुंती पुत्र अर्जुन, एही मनुष्य अंत काल रे जेउ जेउ भाव स्मरण करी करी शरीर त्याग करे से ताहा ही प्राप्त हुए, कारण से सबु बेले से ही भावरे भावित हुई रही थाए। तस्मात् सर्वेषु कालेषु मामनुस्मर युध्य च मयर्पितो मनोर्बुद्धि मार्मे वैश्यस्य संशयम्। अतएव हे अर्जुन, तुमे सबु समय रे निरंतर मते स्मरण कर और युद्ध मध्य कर। मते अर्पण करा जाइथिबा मनोबुद्धि रे एहिपरि युक्त होई गले
ତୁମେ ନିଃସନ୍ଦେହ ମୋତେ ହିଁ ପ୍ରାପ୍ତ ହେବ। ଓମ୍ ଅଭ୍ୟାସ ଯୋଗ ଯୁକ୍ତେନ ଚେତସା ନାନ୍ୟଗାମିନା ପରମଂ ପୁରୁଷଂ ଦିବ୍ୟଂ ଜାତି ପାର୍ଥାନୁଚିନ୍ତୟନ୍। ହେ ପାର୍ଥ, ପରମେଶ୍ୱରଙ୍କ ଧ୍ୟାନର ଅଭ୍ୟାସ ରୂପକ ଯୋଗରେ ଯୁକ୍ତ ହୋଇ ଅନ୍ୟ ଆଡ଼େ ଯାଉନଥିବା ଚିତ୍ତ ଦ୍ୱାରା ନିରନ୍ତର ଚିନ୍ତନ କରୁଥିବା ମନୁଷ୍ୟ ପରମ ପ୍ରକାଶ ସ୍ୱରୂପ ଦିବ୍ୟ ପୁରୁଷଙ୍କୁ ଅର୍ଥାତ୍ ପରମେଶ୍ୱରଙ୍କୁ ହିଁ ପ୍ରାପ୍ତ ହୁଅନ୍ତି। ଓମ୍ କବିଂ ପୁରାଣ ମନୁଶାସିତାର ମନୋରଣୀୟଂ ସମନୁସ୍ମରେଚ୍ଚଃ ସର୍ବସ୍ୟ ଧାତାରମଚିନ୍ତ୍ୟ ରୂପ ମାଦିତ୍ୟ ବର୍ଣ୍ଣଂ ତମସଃ ପରସ୍ତାତ୍। ଯେଉଁ ପୁରୁଷ ସର୍ବଜ୍ଞ, ଅନାଦି, ସର୍ବନିୟନ୍ତା, ସୂକ୍ଷ୍ମାତି ସୂକ୍ଷ୍ମ, ସମସ୍ତଙ୍କର ଧାରଣ ପୋଷଣ କର୍ତ୍ତା, ଅଚିନ୍ତ୍ୟ ସ୍ୱରୂପ, ସୂର୍ଯ୍ୟ ସଦୃଶ୍ୟ ନିତ୍ୟ ଚେତନ ପ୍ରକାଶ ରୂପ ଓ ଅବିଦ୍ୟାରୁ ସମ୍ପୂର୍ଣ୍ଣ ଅତୀତ ଶୁଦ୍ଧ ସଚିଦାନନ୍ଦ ଘନ ପରମେଶ୍ୱରଙ୍କୁ ସ୍ମରଣ କରନ୍ତି। ପ୍ରୟାଣ କାଳେ ମନସାଚଳେନ ଭକ୍ତ୍ୟା ଯୁକ୍ତ ଯୋଗ ବଳେନ ଚୈବ ଭ୍ରୁବର୍ମଧ୍ୟୋ ପ୍ରାଣମାବେଶ୍ୟ ସମ୍ୟକ୍ ସତଂ ପରଂ ପୁରୁଷମୁପୈତି ଦିବ୍ୟଂ। ସେହି ଭକ୍ତିଯୁକ୍ତ ପୁରୁଷ ଅନ୍ତକାଳରେ ମଧ୍ୟ ଯୋଗ ବଳରେ ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରାଣକୁ ଭଲ ରୂପେ ସ୍ଥାପନ କରି ନିଶ୍ଚଳ ମନରେ ସ୍ମରଣ କରି କରି ସେହି ଦିବ୍ୟ ରୂପ ପରମ ପୁରୁଷ ପରମାତ୍ମାଙ୍କୁ ହିଁ ପ୍ରାପ୍ତ ହୁଅନ୍ତି। ଯତ୍କ୍ଷରଂ ବେଦ ବିଦୋ ବଦନ୍ତି ପିସନ୍ତି ଯତ ଯତୟୋ ବିତରାଗାଃ ଯଦିଚ୍ଛନ୍ତୋ ବ୍ରହ୍ମଚର୍ଯ୍ୟଂ ଚରନ୍ତି ତାତେ ପଦଂ ସଂଗ୍रहेଣ ପ୍ରବକ୍ଷେ। ବେଦଜ୍ଞ ବିଦ୍ୱାନମାନେ ଯେଉଁ ସଚିଦାନନ୍ଦ ଘନ ରୂପକ ପରମ ପଦକୁ ଅବିନାଶୀ ବୋଲି କହନ୍ତି, ଆସକ୍ତି ଶୂନ୍ୟ ଯତ୍ନଶୀଳ ସନ୍ନ୍ୟାସୀ ମହାତ୍ମାମାନେ ଯାହାଙ୍କଠାରେ ପ୍ରବେଶ କରନ୍ତି ଏବଂ ଯେଉଁ ପରମ ପଦ ଚାହୁଁଥିବା ବ୍ରହ୍ମଚାରୀମାନେ ବ୍ରହ୍ମଚର୍ଯ୍ୟ ଆଚରଣ କରନ୍ତି, ସେହି ପରମ ପଦ ବିଷୟ ମୁଁ ତୁମକୁ ସଂକ୍ଷେପରେ କହିବି। ସର୍ବଦ୍ୱାରାଣି ସଂଯମ୍ୟ ମନୋହୃଦି ନିରୁଧ୍ୟ ଚ ମୂର୍ଧ୍ୟାଧ୍ୟାୟାତ୍ମନଃ ପ୍ରାଣ ମାସ୍ଥିତ ଯୋଗ ଧାରଣମ୍ ଓମିତ୍ୟକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମା ମನುಸ್ಮರನ್ ଯଃ ପ୍ରୟାତି ତ୍ୟଜ୍ୟ ଦେହଂ ସା ଜାତି ପରମାଂ ଗତିମ୍। ସକଳ ଇନ୍ଦ୍ରିୟର ଦ୍ୱାର ରୁଦ୍ଧ କରି ତଥା ମନକୁ ହୃଦୟରେ ସ୍ଥିର କରି ପୁଣି ସେହି ବିଜିତ ମନ ଦ୍ୱାରା ପ୍ରାଣକୁ ମସ୍ତକରେ ସ୍ଥାପନ କରି ପରମାତ୍ମା ସମ୍ବନ୍ଧୀ ଯୋଗ ଧାରଣାରେ ସ୍ଥିତ ହୋଇ ଯେଉଁ ପୁରୁଷ ଓಂ ଏହି ଏକାକ୍ଷର ରୂପକ ବ୍ରହ୍ମଙ୍କୁ ଉଚ୍ଚାରଣ କରି କରି ଏବଂ ତାହାର ଅର୍ଥ ସ୍ୱରୂପ ମୋତେ ଅର୍ଥାତ୍ ନିର୍ଗୁଣ ବ୍ରହ୍ମକୁ ଚିନ୍ତନ କରି କରି ଶରୀର ତ୍ୟାଗ କରନ୍ତି, ସେହି ପୁରୁଷ ପରମ ଗତି ପ୍ରାପ୍ତ ହୁଅନ୍ତି। ଅନନ୍ୟ ଚେତଃ ସତତଂ ଯୋ ମାଂ ସ୍ମରତି ନିତ୍ୟସଃ ତସ୍ୟାହଂ ସୁଲଭଃ ପାର୍ଥ ନିତ୍ୟଯୁକ୍ତସ୍ୟ ଯୋଗିନଃ। ହେ ଅର୍ଜୁନ, ଯେଉଁ ପୁରୁଷ ମୋଠାରେ ଅନନ୍ୟ ଚିତ ହୋଇ ସଦା ସର୍ବଦା ନିରନ୍ତର ମୋତେ ଅର୍ଥାତ୍ ପୁରୁଷୋତ୍ତମଙ୍କୁ ସ୍ମରଣ କରନ୍ତି, ମୋଠାରେ ନିତ୍ୟ ନିରନ୍ତର ଯୁକ୍ତ ହୋଇଥିବା ସେହି ଯୋଗୀଙ୍କ ପାଇଁ ମୁଁ ସୁଲଭ ଅର୍ଥାତ୍ ମୁଁ ତାଙ୍କୁ ସହଜରେ ପ୍ରାପ୍ତ ହୋଇଥାଏ। ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଶାଶ୍ୱତମ୍ ନାପ୍ନୁବନ୍ତି ମହାତ୍ମାନଃ ସଂସିଦ୍ଧିଂ ପରମାଂ ଗତଃ। ପରମ ସିଦ୍ଧି ପ୍ରାପ୍ତ
महात्मा माने मते प्राप्त होई दुखर गृह रूपक क्षणभंगुर पुनर्जन्म प्राप्त हुअन्ति नहीं। आ ब्रह्म भुवना लोकाः पुनरावर्ति नो अर्जुन मामुपेत्य तु कौन्तेय पुनर्जन्म न विद्यते। हे अर्जुन, ब्रह्मलोक पर्यंत समस्त लोक पुनरावर्ती, किंतु हे कुंती पुत्र मते प्राप्त हेले पुनर्जन्म हुए नहीं, कारण मु कालातीत एवं से सबु ब्रह्मादि लोक काल द्वारा सीमित होइथिबारु अनित्य। सहस्र युग पर्यंत महर्जत ब्रह्मण विदुः रात्रिं युग सहस्रान्तां ते अहरात्र विदो जनाः। ब्रह्मांकर गोटिए दिन 1,000 चतुर्युगी अवधि विशिष्ट एवं गोटिए रात्रि मध्य 1,000 चतुर्युगी अवधि विशिष्ट बोली जेउ पुरुष माने तत्वतः जानती, सेही जोगी जन माने कालर तत्व जानती। अव्यक्ताद्व्यक्तयः सर्वः प्रभवन्त्यः रागमे रात्र्यागमे प्रलीयन्ते तत्रैव व्यक्तसंज्ञके। सकल चराचर जीवगण ब्रह्मांक दिवस आरंभरे अव्यक्तरु अर्थात ब्रह्मांक सूक्ष्म शरीररु उत्पन्न हुअन्ति एवं ब्रह्मांक रात्रि आरंभरे ब्रह्मांकर अव्यक्त नामक सेही सूक्ष्म शरीर ही लीन होई जान्ति। भूतग्रामः स एवायं भूत्वा भूत्वा प्रलीयते रात्र्यागमे अवसः पार्थ प्रभवत्यः रागमे। हे पार्थ, सेही भूत समुदाय ही बारंबार उत्पन्न होई प्रकृतिर परवश हेबारु रात्रिर प्रवेश कालरे लीन हुअन्ति एवं दिवसर प्रवेश कालरे पुनर्बार उत्पन्न हुअन्ति। परस्तस्मातु भाव अन्य अव्यक्तो अव्यक्ताश्चनातनः जाः स सर्वेषु भूतेषु नश्यश्चु न विनश्यति। उक्त अव्यक्त ठारु मध्य जेउ अतिश्रेष्ठ अर्थात जेउ विलक्षण सनातन अव्यक्त भाव अछंती, सेही परम दिव्य पुरुष सकल चराचर प्राणी नष्ट होइगले मध्य नष्ट हुअन्ति नाही। अव्यक्त अक्षर इत्युक्ता स्तामाहु परमांगतिं जं प्राप्य न निवर्तन्ते तत्थाम परमं मम। जेउ अव्यक्त को अक्षर बोली कुहा जायछि, सेही अक्षर नामक अव्यक्त भाव को परम गति कहन्ति, तथा जेउ सनातन अव्यक्त भाव प्राप्त हेले मनुष्य आउ फेरी आसे नहीं, ताहा मोर परम धाम अटे। पुरुषः स परः पार्थ भक्त्या लभ्यस्त्वनन्यया यस्यान्तः स्थानि भूतानि येन सर्वमिदं ततं। हे पार्थ, जो परमात्मांक अंतर्गत होई सकल जीव अछंती एवं जो सचिदानंद घन परमात्मांक द्वारा एही समग्र जगत परिपूर्ण सेही सनातन अव्यक्त परम पुरुष अनन्य भक्ति द्वारा ही प्राप्त होई पारंती। जत्र काले त्वनावृत्तिमावृत्तिं चैव योगिनः प्रयाता जानति तं कालं वक्ष्यामि भरतश्रभ। हे अर्जुन, जेउ कालरे गले शरीर छाड़ी जाउथिबा जोगी माने अणलेउटा गति प्राप्त हुअन्ति
ଯେଉଁ କାଳରେ ଶରୀର ଛାଡ଼ି ଯାଉଥିବା ଯୋଗୀମାନେ ଲେଉଟି ଆସିବା ଗତି ହିଁ ପ୍ରାପ୍ତ ହୁଅନ୍ତି, ମୁଁ ସେହି ଦୁଇ କାଳର ଅର୍ଥାତ୍ ଦୁଇ ମାର୍ଗର କଥା କହିବି। ଅଗ୍ନିଜ୍ୟୋତିରଃ ଶୁକ୍ଲଃ ଷଣ୍ମାସା ଉତ୍ତରାୟଣମ୍ ତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବିଦୋ ଜନାଃ। ଯେଉଁ ମାର୍ଗରେ ଜ୍ୟୋତିର୍ମୟ ଅଗ୍ନିର ଅଭିମାନୀ ଦେବତା, ଦିନର ଅଭିମାନୀ ଦେବତା, ଶୁକ୍ଳ ପକ୍ଷର ଅଭିମାନୀ ଦେବତା ଓ ଉତ୍ତରାୟଣ 6 ମାସର ଅଭିମାନୀ ଦେବତା ଅଛନ୍ତି, ମୃତ୍ୟୁ ପରେ ସେହି ମାର୍ଗରେ ଯାଇଥିବା ବ୍ରହ୍ମବେତା ଯୋଗୀମାନେ ସେହି ଦେବତାମାନଙ୍କ ଦ୍ୱାରା କ୍ରମାନ୍ୱୟରେ ନିଆଯାଇ ବ୍ରହ୍ମକୁ ପ୍ରାପ୍ତ ହୁଅନ୍ତି। ଧୂମରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନମ୍ ତତ୍ର ଚନ୍ଦ୍ରମସଂ ଜ୍ୟୋତିର୍ଯୋଗୀ ପ୍ରାପ୍ୟ ନିବର୍ତ୍ତତେ। ଯେଉଁ ମାର୍ଗରେ ଧୂମାଭିମାନୀ ଦେବତା, ରାତ୍ରି ଅଭିମାନୀ ଦେବତା, କୃଷ୍ଣ ପକ୍ଷର ଅଭିମାନୀ ଦେବତା ଏବଂ ଦକ୍ଷିଣାୟନ 6 ମାସର ଦକ୍ଷିଣାୟନର ଅଭିମାନୀ ଦେବତା ଅଛନ୍ତି, ମୃତ୍ୟୁ ପରେ ସେହି ମାର୍ଗରେ ଯାଇଥିବା ସକାମ କର୍ମୀ ଯୋଗୀ ଉପରୋକ୍ତ ଦେବତାମାନଙ୍କ ଦ୍ୱାରା କ୍ରମଶଃ ଊର୍ଦ୍ଧ୍ୱ ଲୋକକୁ ନିଆଯାଇ ଚନ୍ଦ୍ରମାଙ୍କ ଜ୍ୟୋତି ପ୍ରାପ୍ତ ହୋଇ ସ୍ୱର୍ଗରେ ନିଜ ଶୁଭ କର୍ମର ଫଳ ଭୋଗ କରିସାରି ଫେରି ଆସନ୍ତି। ଶୁକ୍ଳକୃଷ୍ଣେ ଗତି ହେତେ ଜଗତଃ ଶାଶ୍ୱତେ ମତେ ଏକୟା ଜାତ୍ୟନାବୃତ୍ତି ମନ୍ୟୟା ବର୍ତ୍ତତେ ପୁନଃ। କାରଣ ଜଗତରେ ଶୁକ୍ଳ ଓ କୃଷ୍ଣ ଏହି ଦୁଇ ମାର୍ଗକୁ ଅର୍ଥାତ୍ ଦେବଯାନ ଓ ପିତୃଯାନ ମାର୍ଗକୁ ସନାତନ ବୋଲି ଗ୍ରହଣ କରାଯାଏ। ଏ ଦୁଇଟି ମଧ୍ୟରୁ ଗୋଟିକୁ ଧରି ଗମନ କଲେ ଆଉ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼େ ନାହିଁ, ପରମ ଗତି ମିଳେ ଏବଂ ଅନ୍ୟଟି ଧରି ଗମନ କଲେ ପୁଣି ଫେରି ଆସିବାକୁ ହୁଏ ଅର୍ଥାତ୍ ଜନ୍ମ ମୃତ୍ୟୁ ପ୍ରାପ୍ତ ହୁଏ। ନୈତେ ସ୍ତୃତି ପାର୍ଥ ଜାନନ୍ ଯୋଗୀ ମୁହ୍ୟତି କଶ୍ଚନ ତସ୍ମାତ୍ ସର୍ବେଷୁ କାଳେଷୁ ଯୋଗଯୁକ୍ତ ଭବାର୍ଜୁନ। ହେ ପାର୍ଥ, ଏପରି ଭାବରେ ଏହି ଦୁଇ ମାର୍ଗକୁ ତତ୍ତ୍ୱତଃ ଜାଣିଗଲେ କୌଣସି ଯୋଗୀ ଆଉ ମୋହଗ୍ରସ୍ତ ହୁଅନ୍ତି ନାହିଁ। ତେଣୁ ହେ ଅର୍ଜୁନ, ତୁମେ ସର୍ବଦା ସମବୁଦ୍ଧି ରୂପକ ଯୋଗରେ ଯୁକ୍ତ ହୁଅ ଅର୍ଥାତ୍ ନିରନ୍ତର ମୋର ପ୍ରାପ୍ତି ପାଇଁ ସାଧନାରତ ହୁଅ। ବେଦେଷୁ ଯଜ୍ଞେଷୁ ତପଃସୁ ଚୈବ ଦାନେଷु ଯତ୍ପୁଣ୍ୟଫଳଂ ପ୍ରଦିଷ୍ଟମ୍ ଅତ୍યેति ତତ୍ସର୍ବମିଦଂ ବିଦିତ୍ୱା ଯୋଗୀ ପରଂ ସ୍ଥାନମୁପୈତି ଚାଦ୍ୟମ୍। ଯୋଗୀ ପୁରୁଷ ଏହି ରହସ୍ୟ ତତ୍ତ୍ୱତଃ ଜାଣିଯାଇ ବେଦ ପାଠ ତଥା ଯଜ୍ଞ, ତପ ଓ ଦାନାଦି କର୍ମମାନଙ୍କରୁ ଯେଉଁ ପୁଣ୍ୟ ଫଳ ମିଳେ ବୋଲି କୁହାଯାଇଛି, ସେସବୁ ନିଃସନ୍ଦେହ ଅତିକ୍ରମ କରିଯାଆନ୍ତି ଓ ସନାତନ ପରମପଦ ପ୍ରାପ୍ତ ହୁଅନ୍ତି। ଓମ୍ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଅକ୍ଷର ବ୍ରହ୍ମଯୋଗ नाम अष्टमोऽध्यायः। ॐ शान्तिः शान्तिः शान्तिः। धन्यवाद ଏହି ଭିଡିଓଟି ଦେଖି ଲାଇକ୍, ସେୟାର, କମେଣ୍ଟ କରିଥିବାରୁ। ଭିଲେଜ ଭିଜନ ଟିଭି, ମୋ ଗାଁ ସବୁଠୁ ସୁନ୍ଦର। ଗାଁଟା ଭାରି ସୁନ୍ଦର।